ଆଜି ମହାନଦୀ ପବ୍ଲିକ୍ ସ୍କୁଲ ତରଫରୁ ଏକ ବୈଠକ ହୋଇଥିଲା। କ'ଣ କ'ଣ ଆଲୋଚନା ହେଲା ଏବଂ ସ୍କୁଲ ସମ୍ପର୍କରେ କ'ଣ ଆପଣ ତଥ୍ୟ ରଖିବେ? ଆଜି ଆମର ଥର୍ଡ ଆନୁଆଲ ଜେନେରାଲ ବଡି ମିଟିଂ ଥିଲା। ଆମର ଗୋଟେ ସ୍କୁଲ ମ୍ୟାନେଜମେଣ୍ଟ କମିଟି ହେଇଛି 5 ବର୍ଷ ପାଇଁ। ଆଜି ତୃତୀୟ ବର୍ଷ। ସ୍କୁଲ ଏଇ ବର୍ଷ ପଞ୍ଚମ ବର୍ଷକୁ ପ୍ରବେଶ କରିବାକୁ ଯାଉଛି ଜୁଲାଇ ମାସରେ। ବିଗତ 4 ବର୍ଷ ଭିତରେ ଗଣିଆ ବ୍ଲକରେ ଆମେ ପ୍ରଥମ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ଯିଏ ବ୍ଲକରେ 2 ଥର ଟପର ଏବଂ ଜିଲ୍ଲାରେ ମଧ୍ୟ 2 ଥର ସେକେଣ୍ଡ ଆଉ ଥର୍ଡ ହେଇକରି ଆୱାର୍ଡ ନେଇଛୁ। ଆମ ପିଲାମାନେ ନେଇଛନ୍ତି। ଆଜି ଯେଉଁ ମିଟିଂ ଥିଲା, ଆଜିର ମିଟିଂରେ ବେସିକାଲି ଆମେ ଆମର ସବୁ ବୋର୍ଡ ମେମ୍ବର ମାନେ ଆସିଥିଲେ। ଆମ ବୋର୍ଡରେ ଗଣିଆ ବ୍ଲକର 8ଟି ପଞ୍ଚାୟତ ତଥା ଖଣ୍ଡପଡ଼ା ବ୍ଲକର 4ଟି ପଞ୍ଚାୟତରୁ ସବୁ ଶିକ୍ଷକ ଏବଂ ଶିକ୍ଷାବିତ୍, ରିଟାୟାର୍ଡ ଶିକ୍ଷାବିତ୍ ପ୍ଲସ୍ ଅର୍ଗାନାଇଜର, ଭଲ ପ୍ରୋଫାଇଲର ଲୋକମାନେ ସମସ୍ତେ ଅଛନ୍ତି, ଯେଉଁମାନେ ତାଙ୍କର ମତ ସବୁ ଦେଇଛନ୍ତି କେମିତି ସ୍କୁଲକୁ ଆଗକୁ ବଢ଼େଇବା। ଆଉ ଦ୍ୱିତୀୟ କଥା ହେଲା, ଗୋଟେ ସ୍କଲାରସିପ୍ ଲଞ୍ଚ ହେଲା ପଞ୍ଚମ ବର୍ଷରେ, ଯେଉଁଟାକି ଆବସଲ୍ୟୁଟଲି ଫ୍ରି, କିଛି ବି ଦେବାକୁ ପଡ଼ିବ ନାହିଁ। ଯେହେତୁ ମୋ ଘର ଛାମୁଣ୍ଡିଆ ପଞ୍ଚାୟତ ଏବଂ ମୋର ସ୍ୱର୍ଗୀୟ ଜେଜେବାପା ଶ୍ରୀ ଉପେନ୍ଦ୍ରନାଥ ସାହୁ, ତାଙ୍କ ନାଁରେ ମେରିଟ୍ ସ୍କଲାରସିପ୍ଟା ଲଞ୍ଚ କରାଯାଇଛି। ତେଣୁ ଏଇ ବର୍ଷ ଆମେ କେବଳ ଛାମୁଣ୍ଡିଆ ପଞ୍ଚାୟତରୁ ଜଣେ ପିଲାକୁ ଦେବୁ। ସେ ପିଲା ବିଷୟରେ ମଧ୍ୟ ଆଲୋଚନା ହେଇଛି, ଯେଉଁଟାକି ଆମେ ପରବର୍ତ୍ତୀ ସମୟରେ ଜଣେଇବୁ ତାଙ୍କ ଘର ସହିତ କଥାବାର୍ତ୍ତା ହେଲା ପରେ। ଆଉ ତୃତୀୟ ହେଲା, ଫିସ୍ ସବୁ କମ୍ କରିଦିଆଯାଇଛି। କାହିଁକିନା ଆମେ ଚାହୁଁଛୁ ଇଂଲିଶ ମିଡ଼ିୟମଟା ଆଫୋର୍ଡେବଲ୍ ହଉ, ଲୋକ ଡରନ୍ତୁନି। କାହିଁକି ନା ଆମେ ଭଲକି ଜାଣିଛୁ ଯେ ଅଭିଭାବକମାନେ ଇଂଲିଶ ମିଡ଼ିୟମରେ ପଢ଼ି ନାହାନ୍ତି, ଏଠି ସେ ସୁବିଧା ନଥିଲା। ତେଣୁ ଫିସ୍ ଖାଲି କମେଇ ଦିଆଯାଇନି, ଆଡ଼ମିସନ୍ ଫିସ୍ ବି କମେଇ ଦିଆଯାଇଛି, ପ୍ଲସ୍ ଯେଉଁ ମାସିକ ଫିସ୍ ମଧ୍ୟ କମେଇ ଦିଆଯାଇଛି। ଆଉ 2 ମାସ ପାଇଁ ଆମେ ଖୋଲିଲା ଦିନଠୁ ମେ ଆଉ ଜୁନ୍ ମାସର ଗାଡ଼ି ଭଡ଼ା କେବେ ହେଲେ ନେଇନାହୁଁ, ଏବେ ମଧ୍ୟ ନେବୁ ନାହିଁ। ଆଉ ଫିସ୍କୁ 5,550ରୁ 1,150 ଟଙ୍କା କରିଦିଆଯାଇଛି। ଆଉ ଯେଉଁଟା ମାସିକ ଥିଲା 500, ତାକୁ 350 କରିଦିଆଯାଇଛି। ଯେଉଁଟା 700 ଥିଲା ତାକୁ 500 କରିଦିଆଯାଇଛି। ଯେଉଁଟା 900 ଥିଲା ତାକୁ 700 କରିଦିଆଯାଇଛି। ତେଣୁ ଆମେ ଭାବୁଛୁ ଯେ ଏ ଅଞ୍ଚଳରେ ଯେଉଁ ଅଭିଭାବକମାନେ ଅଛନ୍ତି ସେମାନେ ନ ଡରିକିରି ଇଂଲିଶ ମିଡ଼ିୟମକୁ ଆସନ୍ତୁ, CBSE ପ୍ୟାଟର୍ନ ଫଲୋ କରନ୍ତୁ, ତାଙ୍କ ପିଲାଙ୍କ ଭବିଷ୍ୟତ ଗଢ଼ନ୍ତୁ। କିଛି ଚର୍ଚ୍ଚା ହେଉଛି ଯେ ଭଡ଼ା ଘରେ ସ୍କୁଲ ଚାଲିଛି, କିଛି ଦିନ ପରେ ବନ୍ଦ ହେଇଯିବ, କ'ଣ କହିବେ ଏହି ସମ୍ପର୍କରେ? ଭଡ଼ା ଘରେ ଅନେକ ସଂସ୍ଥା ଚାଲିକିରି ବହୁତ ଆଗକୁ ଯାଇଛୁ। ଆମେ ସେଇ ଭଡ଼ା ଘରେ ହିଁ ବିଗତ 4 ବର୍ଷ ହେଲା ଥାଇକିରି ଏତିକି ଆମର ଆଚିଭମେଣ୍ଟ ଭଡ଼ା ଘର। ତେଣୁ ଯିଏ କହୁଛନ୍ତି ଛୋଟ ଜାଗା, ଛୋଟ ବ୍ଲକ, 8ଟି ପଞ୍ଚାୟତ, କହିବା ଲୋକଙ୍କୁ ମୁଁ ଭାବୁନି ଯେ ତାଙ୍କୁ ଜବାବ ଦେବାଟା ଆମର କର୍ତ୍ତବ୍ୟ। ଆମେ ଆମ କର୍ମ କରିବାଟା ଆମ କର୍ତ୍ତବ୍ୟ। ଆମେ ଆମ କାମରେ ଲାଗିଛୁ। ଆମ ପରଫର୍ମାନ୍ସ ହିଁ ଆମ କଥା କହିବ। ତେଣୁ ବନ୍ଦ ହେବାର ତ ଆଦୌ ପ୍ରଶ୍ନ ଉଠୁନି। ଗୁଡ଼ାଏ ଲୋକ, ମୁଁ ବି ଶୁଣୁଛି ଯେ ଆମକୁ COR ମିଳିନି, ସ୍ୱୀକୃତି ପ୍ରାପ୍ତ ନୁହଁ। ଆମେ ପ୍ରଥମ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଯିଏ ସ୍ୱୀକୃତି ପ୍ରାପ୍ତ। ଆଉ ଆମର 2030 ପର୍ଯ୍ୟନ୍ତ ବର୍ତ୍ତମାନ ସରକାରଙ୍କର ସମ୍ମତି, ସ୍ୱୀକୃତି ସବୁ କିଛି ଅଛି, ଯେଉଁଟା ମୁଁ ଆପଣଙ୍କୁ ମଧ୍ୟ ସେୟାର କରିଦେଇପାରିବି। ଚଳିତ ବର୍ଷ ଆପଣ ଯେଉଁ ଆଡ଼ମିସନ୍ ଫିସ୍ ରଖିଛନ୍ତି ତା ବାବଦରେ କ'ଣ କ'ଣ ପିଲାଙ୍କୁ ଦେବେ, ପ୍ରଦାନ କରିବେ? ଆଡ଼ମିସନ୍ ହେଉଛି ଆମର 1100 ଟଙ୍କା। ଫର୍ମର ଦାମ ହେଉଛି 50 ଟଙ୍କା। ଅନ୍ୟ କୌଣସି ସ୍କୁଲରୁ ଯଦି TC ନେଇକି ଆସୁଛନ୍ତି, କେବଳ ଫର୍ମଟି ଫିଲ୍ଅପ୍ କରିବେ, 50 ଟଙ୍କା ଦେଇକି ଆଡ଼ମିସନ୍ ହେବ। ସେ ପିଲା ହୁଅନ୍ତୁ କି ଆମର ଯେଉଁ ଏକ୍ଜିଷ୍ଟିଂ ପିଲା ଅଛନ୍ତି, ସେମାନେ ରିଆଡ଼ମିସନ୍ କରିଛନ୍ତି, ସେମାନେ ପ୍ଲସ୍ ଆଉ ଯେଉଁମାନେ ନୂଆ ପିଲା ଆସୁଛନ୍ତି, ସମସ୍ତଙ୍କୁ ଆମେ ଗୋଟେ ୱାଟର ପ୍ରୁଫ୍ ସ୍କୁଲ ବ୍ୟାଗ୍ ପ୍ଲସ୍ ଗୋଟେ ୱାଟର ବଟଲ୍ ଦେବୁ ଜୁଲାଇ ମାସରେ, ଯେବେ ଆମର 5 ବର୍ଷ ଜୁଲାଇରେ ଚାଲିବ, ଆରମ୍ଭ ହେବ, ସେଇ ସମୟରେ ଆମେ ଦେବୁ। ତଥାପି ଆପଣ ଆମ ଚ୍ୟାନେଲ ମାଧ୍ୟମରେ କ'ଣ କହିବେ ଅଭିଭାବକମାନଙ୍କୁ ବା ଆଗାମୀ ପିଢ଼ି? ଅଭିଭାବକମାନଙ୍କୁ କହିବି ଯେ ମହାନଦୀ ସ୍କୁଲକୁ ଆସନ୍ତୁ, ବୁଲନ୍ତୁ, ଆଉ ଯଦି ତାଙ୍କ ପିଲାଙ୍କର ଏଜ୍ ହେଉଛି ଆଡ଼ମିସନ୍ କରାନ୍ତୁ, ଡରନ୍ତୁ ନାହିଁ। ଯଦି ସେମାନେ ଇଂଲିଶ ଜାଣିନାହାନ୍ତି କି ଇଂଲିଶ ସ୍କୁଲରେ ପଢ଼ି ନାହାନ୍ତି, ତାଙ୍କ ପିଲାଙ୍କୁ ଏଇ ଅପରଚ୍ୟୁନିଟିଟା ଦିଅନ୍ତୁ। ଆମେ ତାଙ୍କୁ କେୟାର ନେବୁ, ଆମେ ତାଙ୍କୁ ଗଢ଼ିବୁ, ସେ ଦାୟିତ୍ୱ ଆମର। ଆଉ ଗୋଟେ କଥା କହିବି, ଗଣିଆରେ ପ୍ଲେ ସ୍କୁଲ
खोली ना जेहेतु आपंकर प्ले स्कूल अच्छी प्ले स्कूल पिला कौन सुविधा अच्छे प्ले स्कूल जदियो आम प्रथम गत वर्ष एडमिशन करूँ खूब निकट में आम बर्तमान प्ले स्कूलटा आमर ऑफिशियल इनागुरेशन हम जोटा है ना समस्त इंडोर गेम आ गेम माध्यम केमती पिला पाठ पढ़े ता व्यवस्था कराई प्ले स्कूल आमर पिला कौन बैग बही नहीं आसवा दरकार नहीं केवल तांकर टिफिन नहीं आसवे खाइबे पढ़िबे शिखिबे जीवे आपण मानकर स्नेह श्रद्धा एवं भल पाइबा को पाथेय करी मणिभद्रा खबर यूट्यूब फेसबुक एवं पोर्टाल तार सफलता बजाय रखिछि एहाको आहुरी लोकप्रिय करने को ई पेपर शुभारंभ मध्य करा जायछि आमको यही भली प्रेरणा एवं सहयोग जोगाइबा सहित लाइक शेयर एवं सब्सक्राइब करंतु मणिभद्रा खबर संपर्क जनतार।